ଆହୁରି ଦିନ ଘନ କୁହୁଡ଼ି ଆଗାମୀ 24 ଘଣ୍ଟା ପାଇଁ। ଘନ କୁହୁଡ଼ି ବଳୟରେ ଅସ୍ତବ୍ୟସ୍ତ ଜୀବନ। ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଶୀତର ମାତ୍ରା କିଛି ପରିମାଣରେ ହ୍ରାସ ପାଇଥିଲେ ହେଁ କୁହୁଡ଼ି ପାଇଁ ଖରାର ପ୍ରକୋପ ରହୁଛି। ଆସନ୍ତା ଦିନ ମଧ୍ୟରେ 3 ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାପରେ ପୁନର୍ବାର ରାତି ତାପମାତ୍ରା ଡିଗ୍ରୀ ଖସିବ ଏବଂ ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ନେଇ ଉଭୟ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାକୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ରବିବାର ଯାଜପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଓ ସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ଡିଗ୍ରୀ, ଫୁଲବାଣୀ 7.5 ଡିଗ୍ରୀ, କୋରାପୁଟ 8.1 ଡିଗ୍ରୀ, ଅନୁଗୁଳ 8.9 ଡିଗ୍ରୀ, ରାଉରକେଲା 9.6 ଡିଗ୍ରୀ, ଝାରସୁଗୁଡ଼ା ଏବଂ ବୌଦ୍ଧରେ 9.8 ଡିଗ୍ରୀ ରହିଥିଲା। ଜାନୁଆରୀରେ କିଭଳି ରହିବ ଶୀତ? ଜାଣନ୍ତୁ ସମ୍ପୂର୍ଣ୍ଣ ପୂର୍ବାନୁମାନ। 2026 ମସିହା ଆରମ୍ଭରୁ ହିଁ ସମଗ୍ର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ଜାନୁଆରୀ ମାସରେ ଦେଶର ଅଧିକାଂଶ ଭାଗରେ ପ୍ରବଳ ଶୀତ ସହିତ ଶୀତଲହରୀ ଏବଂ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର, ପଶ୍ଚିମ ଏବଂ ଉତ୍ତର ପୂର୍ବ କିଛି ଭାଗରେ ଶୀତର ପ୍ରଭାବ ଅଧିକ ରହିବ। ଜାନୁଆରୀ ମାସରେ ଉତ୍ତର, ପଶ୍ଚିମ ଏବଂ ଉତ୍ତର ପୂର୍ବ ଭାରତର ଅନେକ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିପାରେ। ଜାନୁଆରୀରେ କେବଳ ପ୍ରବଳ ଥଣ୍ଡା ପଡ଼ିବ ତାହା ନୁହେଁ ବରଂ କୁହୁଡ଼ି, ଶୀତ ଲହରୀ ଏବଂ ଅସାଧାରଣ ଭାବରେ କମ୍ ତାପମାତ୍ରା ଦେଶର ଅନେକ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି କରିପାରେ, ଯାହା ସାଧାରଣ ଜୀବନକୁ ବ୍ୟାହତ କରିପାରେ। ଅନୁଯାୟୀ ଚଳିତ ମାସରେ ଥଣ୍ଡାର ପ୍ରଭାବ ଦେଶର ଅଧିକାଂଶ ସ୍ଥାନରେ ଅନୁଭୂତ ହେବ। ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଗୁରୁତର ଭାବରେ ପ୍ରଭାବିତ ହୋଇପାରେ।